ଯିଏ ନିଜ ଚିନ୍ତାଧାରାକୁ ସକାରାତ୍ମକ ରଖେ ସେ ଜୀବନରେ ଆଗକୁ ବଢ଼େ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ମାଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ଅଗଷ୍ଟ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଫାଇନାନ୍ସ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ପଞ୍ଚମରେ ରାହୁ, ଷଷ୍ଠରେ ଶନି, ନବମରେ ଅଗଷ୍ଟ 2 ତାରିଖ ଠାରୁ ମଙ୍ଗଳ ଅବସ୍ଥାନ କରୁଛନ୍ତି, ଦଶମରେ ଅଛନ୍ତି ରବି, ବୁଧ ଏବଂ ବୃହସ୍ପତି, ଏକାଦଶରେ ଅଛନ୍ତି କେତୁ, ଦ୍ୱାଦଶରେ ଶୁକ୍ର କନ୍ୟା ରାଶିରେ ଅବସ୍ଥାନ କରିଛନ୍ତି। ଅଗଷ୍ଟ 17 ତାରିଖ ଠାରୁ ରବି ଅବସ୍ଥାନ କରିବେ ଏକାଦଶରେ, ଅଗଷ୍ଟ 22 ତାରିଖ ଠାରୁ ବୁଧ ରହିବେ ଏକାଦଶରେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ତୁଳା ରାଶି ଓ ତୁଳା ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ତେବେ ଆସନ୍ତୁ ଜାଣିବା ସର୍ବପ୍ରଥମେ ସ୍ୱାସ୍ଥ୍ୟ ବିଷୟରେ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ଶୁକ୍ର ଅଛନ୍ତି ଦ୍ୱାଦଶରେ କନ୍ୟା ରାଶିରେ। ଲଗ୍ନପତି ଏଠାରେ ନୀଚ ଅଛନ୍ତି, ଫଳରେ ଶରୀରରେ ଏନର୍ଜି ଲେଭେଲ୍ କମ୍ ଅନୁଭବ ହୋଇପାରେ, ରୋଗ ପ୍ରତିରୋଧକ ଶକ୍ତି କମ୍ ରହିବ, ବିଶ୍ରାମର ଅଭାବ ଏବଂ ଅଧିକ କାମର ପ୍ରଭାବ ଶରୀର ଉପରେ ପଡ଼ିପାରେ। ହସ୍ପିଟାଲ କିମ୍ବା ଚିକିତ୍ସା ଖର୍ଚ୍ଚର ସମ୍ଭାବନା ସାଧାରଣଠାରୁ ଅଧିକ ହେବ। ଶନିଙ୍କର ଦୃଷ୍ଟି ଲଗ୍ନପତିଙ୍କ ଉପରେ ରହିଛି, ଲମ୍ବା ସମୟ ଧରି ଥକାପଣ ଅନୁଭବ ହୋଇପାରେ, ଶରୀରରେ କ୍ୟାଲସିୟମ କିମ୍ବା ଭିଟାମିନ୍ ଡିର ଅଭାବ ହୋଇପାରେ, ହାଡ଼, ଗଣ୍ଠି, ଅଣ୍ଟା ଯନ୍ତ୍ରଣା ଅନୁଭବ ହୋଇପାରେ, ସ୍କିନ୍ ଡ୍ରାଇନେସ୍ ରହିପାରେ, ସୁସ୍ଥ ହେବାକୁ ସମୟ ଲାଗିପାରେ। ମଙ୍ଗଳଙ୍କର ଦୃଷ୍ଟି ମଧ୍ୟ ଲଗ୍ନପତିଙ୍କ ଉପରେ ରହୁଥିବାରୁ ବିପି ଅପଡାଉନ୍ କିଛି ଲୋକଙ୍କର ହୋଇପାରେ, ବିଶେଷ କରି ଯେଉଁମାନଙ୍କର ବିପି ଅଛି। ମଙ୍ଗଳ ପିତ୍ତ ଏବଂ ଆଘାତର କାରକ ଗ୍ରହ, ଫାୟାର ଏନର୍ଜି, ତେଣୁ ଛୋଟ ମୋଟ ଆଘାତ ଅସାବଧାନତା କାରଣରୁ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ବଢ଼ାଇପାରେ। ଉଭୟ ଶନି ଏବଂ ମଙ୍ଗଳ ଦୁଇଟି ପାପ ଗ୍ରହର ଦୃଷ୍ଟି ଲଗ୍ନପତିଙ୍କ ଉପରେ ରହୁଥିବାରୁ ଶରୀର ଉପରେ ଚାପ ବଢ଼ାଇପାରେ। ମାନସିକ ଚାପ, କ୍ରୋଧ, ବିରକ୍ତି, କାମର ଚାପ ମଧ୍ୟ ବଢ଼ିପାରେ। ଶରୀର ଭାଙ୍ଗି ପଡ଼ିବା ଭଳି ସିଚୁଏସନ୍ କ୍ରିଏଟ୍ ହୋଇପାରେ। ପୁରୁଣା ରୋଗ ପୁଣି ଦେଖା ଦେଇପାରେ। ଅଗଷ୍ଟ 17 ତାରିଖ ପରେ ଆରୋଗ୍ୟର କାରକ ଗ୍ରହ ରବି ନିଜ ଗୃହରେ ଏକାଦଶରେ ରହିବା ଫଳରେ ମାସର ଦ୍ୱିତୀୟାର୍ଦ୍ଧରେ ଶକ୍ତି ଏବଂ ଆତ୍ମବିଶ୍ୱାସ କିଛି ବଢ଼ିପାରେ। ଏହି ମାସରେ ଯଦି ଦେଖିବା, ସାଧାରଣତଃ ଏସିଡ଼ିଟି, ଗ୍ୟାସ୍, ଇଣ୍ଡାଇଜେସନ୍, ଅନିଦ୍ରା, ଆଖି ଯନ୍ତ୍ରଣା, ସ୍କିନ୍ ଆଲର୍ଜି, ଶୁକ୍ର ଯେହେତୁ ୱିକ୍ ରହୁଛନ୍ତି କିଡ଼ନୀ କିମ୍ବା ୟୁରିନାରୀ ଇନଫେକ୍ସନ୍, ଡାଇବେଟିସ୍ ଭଳି ସମସ୍ୟା ସୃଷ୍ଟି ହୋଇପାରେ। ହର୍ମୋନାଲ୍ ଇନବାଲାନ୍ସ ମଧ୍ୟ ରହିପାରେ। ଯେଉଁମାନଙ୍କର ଡାଇବେଟିସ୍ ଅଛି ସେମାନେ ଚେକଅପ୍ରେ ରହିବା ଜରୁରୀ। ପିଠି, ଅଣ୍ଟା ଯନ୍ତ୍ରଣା ଏହିଭଳି ସମସ୍ୟା ତୁଳା ରାଶିର ଲୋକମାନେ ଅଳ୍ପ ବହୁତ ଭୋଗିପାରନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଅଗଷ୍ଟ 2026ରେ ସ୍ୱାସ୍ଥ୍ୟ ମଧ୍ୟମଠାରୁ ଟିକେ ୱିକ୍ ରହିବ। ଲଗ୍ନପତି ଶୁକ୍ରଙ୍କର ନୀଚ ଅବସ୍ଥା ଏବଂ ଶନି ମଙ୍ଗଳଙ୍କର ଦୃଷ୍ଟି ଲଗ୍ନପତିଙ୍କ ଉପରେ ଥିବାରୁ ଶରୀରରେ କ୍ଳାନ୍ତି, ଡାଇଜେସନ୍ ଇସ୍ୟୁ, ୟୁରିନାରୀ ଇନଫେକ୍ସନ୍, କିଡ଼ନୀ ଟ୍ରବୁଲ୍, ହାଡ଼ଗଣ୍ଠି ସମ୍ବନ୍ଧୀୟ ଅସୁବିଧାର ସୂଚନା ମିଳୁଛି। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ଷଷ୍ଠ ଭାବରେ, ପଞ୍ଚମରେ ଅଛନ୍ତି ରାହୁ। ରାହୁ ଶିକ୍ଷା କ୍ଷେତ୍ରରେ ଅସାଧାରଣ ଚିନ୍ତାଧାରା ଦିଏ। ପଜିଟିଭ୍ ଦୃଷ୍ଟିରୁ ଯଦି ଦେଖିବା, ବିଦ୍ୟାର୍ଥୀମାନଙ୍କର ନୂଆ ନୂଆ ବିଷୟ ପ୍ରତି ଆଗ୍ରହ ବଢ଼ିବ। ଟେକ୍ନୋଲୋଜି, ଏଆଇ, କମ୍ପ୍ୟୁଟର, ଡିଜିଟାଲ ମିଡ଼ିଆ ପ୍ରତି ଆକର୍ଷଣ ବଢ଼ିବ। ଷ୍ଟୁଡେଣ୍ଟସ୍ମାନଙ୍କର କମ୍ପିଟେଟିଭ୍ ଏକ୍ଜାମ୍ ପ୍ରତି ଭିନ୍ନ ଭିନ୍ନ ଉପାୟ ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀମାନଙ୍କର ରିସର୍ଚ୍ଚ ଏବଂ ଆନାଲିଟିକାଲ ଥିଙ୍କିଂ ଭଲ ହେବ। ସେହିପରି ନେଗେଟିଭ୍ ସାଇଡ଼୍ ଯଦି କହିବି, ତେବେ ସୋସିଆଲ ମିଡ଼ିଆ କିମ୍ବା ଫ୍ରେଣ୍ଡ ସର୍କଲରେ ଅଧିକ ସମୟ ନଷ୍ଟ ହୋଇପାରେ। କନସେନ୍ଟ୍ରେସନ୍ ଲ୍ୟାକ୍ କରିବ। ଓଭର କନଫିଡେନ୍ସ ଯୋଗୁଁ ଭୁଲ ହୋଇପାରେ। ପଞ୍ଚମାଧିପତି ଶନି ଷଷ୍ଠରେ ରହୁଛି। ଏହା କହୁଛି ଯେ ସଫଳତା ମିଳିବ, କିନ୍ତୁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ପାଠପଢ଼ାରେ କନସିଷ୍ଟେନ୍ସି ରଖିଲେ ହାଇ ମାର୍କ ଆସିପାରେ। କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଏହା ଭଲ ଯୋଗ, କାରଣ ଷଷ୍ଠ ଭାବ ହେଉଛି କମ୍ପିଟିସନ୍କୁ ବୁଝାଏ। ଡେଲି ରୁଟିନ୍ ୱାର୍କ ଅନୁସାରେ ପାଠ ପଢ଼ିଲେ ଭଲ ରେଜଲ୍ଟ ଆପଣଙ୍କୁ ମିଳିବ। ଛୋଟ ପିଲାମାନେ ପଢ଼ାରେ ଭଲ କରିବେ, କିନ୍ତୁ ସେମାନଙ୍କର ମନ ବାରମ୍ବାର ଅନ୍ୟ ଆଡ଼କୁ ଯାଇପାରେ। ତେଣୁ ଗାର୍ଡ଼ିଆନ୍ମାନଙ୍କୁ ପିଲାମାନଙ୍କ ଉପରେ ଧ୍ୟାନ ଦେବାକୁ ପଡ଼ିବ। ପିଲାର ହୋମୱାର୍କ ନିୟମିତ ଚେକ୍ କରନ୍ତୁ, ମୋବାଇଲ ବ୍ୟବହାର କଣ୍ଟ୍ରୋଲ କରନ୍ତୁ, ରିଭିଜନ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ।
ଗ୍ରହସ୍ଥିତି ଅନୁସାରେ ଯଦି ଦେଖିବା ଏହି ମାସରେ ପିଲାମାନେ ମ୍ୟାଥମେଟିକ୍ସ, କମ୍ପ୍ୟୁଟର ସାଇନ୍ସ, ଫିଜିକ୍ସ, ଇଲେକ୍ଟ୍ରୋନିକ୍ସ, ଲଜିକାଲ ରିଜନିଂ, ବିଜନେସ୍ ଷ୍ଟଡି, ଷ୍ଟାଟିଷ୍ଟିକ୍ସ ଆଦିରେ ପିଲାମାନେ ଭଲ କରିବେ। ଯେଉଁମାନେ କ୍ରିଏଟିଭ୍ ଫିଲ୍ଡରେ ଷ୍ଟଡି କରୁଛନ୍ତି, ଗ୍ରାଫିକ୍ସ, ଆନିମେସନ୍, ଭିଡ଼ିଓ ଏଡିଟିଂ, ୟୁଏକ୍ସ ଡିଜାଇନ୍ ଆଦି କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିଛି। ସେହିପରି ନବମ ଭାବ ହେଉଛି ଉଚ୍ଚଶିକ୍ଷାର ଭାବ। ନବମାଧିପତି ବୁଧ ଦଶମରେ ରବି ଏବଂ ବୃହସ୍ପତି ସହିତ ଥିବାରୁ ଏହା ଏକ ପାୱାରଫୁଲ୍ କମ୍ବିନେସନ୍ କ୍ରିଏଟ୍ କରୁଛି। ହାୟର ଏଜୁକେସନରେ ଭଲ ସୁଯୋଗ ରହିଛି। ଆଡ଼ମିସନ୍ ଏବଂ ଇଣ୍ଟରଭ୍ୟୁରେ ସଫଳତାର ସମ୍ଭାବନା ରହିଛି। ମେଣ୍ଟର କିମ୍ବା ଟିଚରଙ୍କର ସହଯୋଗ ମିଳିପାରେ। ଇଣ୍ଟର୍ନସିପ୍ କିମ୍ବା କ୍ୟାମ୍ପସ୍ ପ୍ଲେସମେଣ୍ଟର ସୁଯୋଗ ମଧ୍ୟ ବଢ଼ିପାରେ। ଯେଉଁ ବିଦ୍ୟାର୍ଥୀମାନେ ବିଟେକ୍, କମ୍ପ୍ୟୁଟର ସାଇନ୍ସ, ସଫ୍ଟୱେୟାର ଇଞ୍ଜିନିୟରିଂ, ମେସିନ୍ ଲର୍ଣ୍ଣିଂ, ସାଇବର ସିକ୍ୟୁରିଟି, ଡାଟା ସାଇନ୍ସ, ବିକମ୍, ସିଏ, ସିଏମ୍ଏ, MBA, ବ୍ୟାଙ୍କିଂ ଆଦିରେ ପାଠ ପଢ଼ୁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଯେଉଁମାନେ ପ୍ରଫେସନାଲ୍ କୋର୍ସ ଲାଇକ୍ ଲ, ଜର୍ଣ୍ଣାଲିଜିମ୍, ଡିଜିଟାଲ ମାର୍କେଟିଂ ଆଦି କରୁଛନ୍ତି, ତାଙ୍କ ପାଇଁ ସମୟ ମଧ୍ୟ ଅନୁକୂଳ ରହିଛି। ଯେଉଁମାନେ UPSC, OPSC, SSC, ବ୍ୟାଙ୍କିଂ, ରେଲୱେ, ଡିଫେନ୍ସରେ କମ୍ପିଟେଟିଭ୍ ପ୍ରିପେୟାର ହେଉଛନ୍ତି, ତାଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିଛି। ବୁଧ ନବମପତି ବୃହସ୍ପତି ଯୁକ୍ତ ହୋଇ ଦଶମରେ ଥିବାରୁ ବିଦେଶରେ ଉଚ୍ଚଶିକ୍ଷା କିମ୍ବା ଅନଲାଇନ୍ ଇଣ୍ଟରନ୍ୟାସନାଲ କୋର୍ସ ପାଇଁ ସୁଯୋଗ ସୃଷ୍ଟି ହୋଇପାରେ। ଏହି ମାସରେ ଯଦି ବିଦ୍ୟାର୍ଥୀମାନେ ଡିସିପ୍ଲିନ୍ ସହିତ ପ୍ରିପାରେସନ୍ କଲେ ତେବେ ଭଲ ରେଜଲ୍ଟ ପାଇବେ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ତୁଳା ରାଶିର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପରିଶ୍ରମ ଦ୍ୱାରା ସଫଳତାର ମାସ ହୋଇପାରେ। ପଞ୍ଚମ ଭାବରେ ରାହୁ ଥିବାରୁ ବୁଦ୍ଧି ତୀକ୍ଷ୍ଣ ଏବଂ ଆଧୁନିକ ବିଷୟ ପ୍ରତି ଆଗ୍ରହ ବଢ଼ିବ, କିନ୍ତୁ ବେଳେବେଳେ ମାଇଣ୍ଡ ଡାଇଭର୍ଟ ମଧ୍ୟ ହେବ। ପଞ୍ଚମପତି ଶନି ଷଷ୍ଠ ଭାବରେ ଥିବାରୁ ନିୟମିତ ଅଭ୍ୟାସ ଏବଂ ପରିଶ୍ରମର ଫଳ ନିଶ୍ଚିତ ମିଳିପାରେ। ସେହିପରି ନବମପତି ବୁଧଙ୍କ ସହିତ ରବି ଏବଂ ବୃହସ୍ପତିଙ୍କର ସଂଯୋଗ ଉଚ୍ଚଶିକ୍ଷା, ପ୍ରଫେସନାଲ କୋର୍ସ, କମ୍ପିଟେଟିଭ୍ ଏକ୍ଜାମ୍, କ୍ୟାରିୟର ଓରିଏଣ୍ଟେଡ୍ ଶିକ୍ଷା ପାଇଁ ଶୁଭ ସୂଚନା ଦେଉଛି। ତେଣୁ ଏହି ମାସରେ ଶିକ୍ଷାର ସ୍ଥିତି ବହୁତ ଭଲ ରହିବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ, ଦ୍ୱିତୀୟାଧିପତି ମଙ୍ଗଳ ଅଛନ୍ତି ନବମରେ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଦ୍ୱିତୀୟ ଭାବ ଉପରେ ରହୁଛି। ଏହି ଯୋଗ ସାଧାରଣତଃ ଧନବୃଦ୍ଧି, ଭାଗ୍ୟର ସହଯୋଗ ଏବଂ ନୂଆ ଆୟର ଯୋଗକୁ ଦେଖାଉଛି। ଏହି ଅଗଷ୍ଟ 2026 ତୁଳା ରାଶି ପାଇଁ ଆର୍ଥିକ ଦୃଷ୍ଟିରୁ ଭଲ ମାସ ହୋଇପାରେ। ମଙ୍ଗଳ ନବମ ଭାବରେ ଥିବାରୁ ଭାଗ୍ୟର ସହଯୋଗ ମିଳିବ ଏବଂ ବୃହସ୍ପତିଙ୍କ ଦୃଷ୍ଟି ଧନ ଭାବକୁ ଶକ୍ତିଶାଳୀ କରିବ। ଚାକିରିରୁ ଆୟ ଭଲ ହେବ। ମାସିକ ଦରମା ନିୟମିତ ଆସିବ। ଇନସେଣ୍ଟିଭ୍ସ, ବୋନସ୍ ମିଳିପାରେ। ପୂର୍ବରୁ ଅଟକିଥିବା ଟଙ୍କା ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରୁ ଲାଭ ବି ମିଳିବ। ଗ୍ରାହକଙ୍କ ସଂଖ୍ୟା ବଢ଼ିପାରେ। ପୁରୁଣା କ୍ଲାଏଣ୍ଟ ପୁଣି କାମ ଦେଇପାରନ୍ତି। ନୂଆ ଡିଲ୍ କିମ୍ବା ଅର୍ଡ଼ର ମିଳିବାର ଯୋଗ ରହିଛି। ନବମ ଭାବରେ ଧନପତି ଥିବାରୁ ବଡ଼ ଲୋକଙ୍କ ସହଯୋଗରେ ଆୟ ହେବ। ଗୁରୁ, ବୟୋଜ୍ୟେଷ୍ଠ ବ୍ୟକ୍ତି କିମ୍ବା ମେଣ୍ଟରଙ୍କର ସହଯୋଗରେ ଲାଭ ହେବ। ଡିଷ୍ଟାନ୍ସ ଲୋକେସନ୍ କିମ୍ବା ବିଦେଶ ସହ ସମ୍ପର୍କିତ କାମରୁ ଲାଭ ମିଳିବ। ଅନଲାଇନ୍ ରିଲେଟେଡ୍ କାମରୁ ଇନକମ୍ ଆସିବ। ୟୁଟ୍ୟୁବ୍, ଫେସବୁକ୍, ଆଫିଲିଏଟ୍ ମାର୍କେଟିଂ, ଡିଜିଟାଲ କୋର୍ସ, ଫ୍ରିଲାନ୍ସିଂ, ଅନଲାଇନ୍ କନସଲଟାନ୍ସିରୁ ଲାଭ ହେବ। କମିଶନ୍ ଆଧାରିତ କାମରେ ଭଲ ଆୟ ଏବଂ ଏଜେନ୍ସି ୱାର୍କରେ ମଧ୍ୟ ଲାଭ ହେବ। ପୁରୁଣା ପ୍ରପର୍ଟି ସେଲିଂରୁ ମଧ୍ୟ ଇନକମ୍ ଆସିବ। ଦ୍ୱିତୀୟ ଭାବକୁ ବୃହସ୍ପତିଙ୍କର ଦୃଷ୍ଟି ଥିବାରୁ ପରିବାରର ସହଯୋଗ ମିଳିବ। ପାରିବାରିକ ବ୍ୟବସାୟରୁ ଲାଭ ବି ମିଳିବ। ଲଙ୍ଗ୍ ଟର୍ମ ଇନଭେଷ୍ଟମେଣ୍ଟ ଏବଂ ଡିସିପ୍ଲିନ୍ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ଏହି ସମୟରେ ଲାଭଦାୟକ ଆପଣଙ୍କ ପାଇଁ ହୋଇପାରେ। ଏହି ମାସରେ ସାଧାରଣତଃ ବିଜନେସ୍, ଜବ୍, ଅନଲାଇନ୍ ପ୍ଲାଟଫର୍ମ, ଫରେନ୍ ରିଲେଟେଡ୍ ୱାର୍କ, ଏଜୁକେସନ୍, ଟ୍ରେଡିଂ, ପ୍ରପର୍ଟି ଏହିସବୁ ସୂତ୍ରରୁ ଇନକମ୍ ହୋଇପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ତୁଳା ରାଶି ପାଇଁ ଆର୍ଥିକ ଦୃଷ୍ଟିରୁ ଅନୁକୂଳ ମାସ ହେବ। ଦ୍ୱିତୀୟପତି ମଙ୍ଗଳଙ୍କର ନବମ ଭାବରେ ସ୍ଥିତି ଭାଗ୍ୟ ମାଧ୍ୟମରେ ଆୟର ସୁଯୋଗକୁ ବଢ଼ାଇବ ଏବଂ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଧନ ସଞ୍ଚୟ ଏବଂ ଆର୍ଥିକ ସ୍ଥିରତାକୁ ଠିକ୍ ରଖିବ। ଏବେ ଆଲୋଚନା କରିବା ଲଭ୍ ଲାଇଫ୍ ବିଷୟରେ। ପଞ୍ଚମ ଭାବ ପ୍ରେମର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ଷଷ୍ଠ ଭାବରେ ଏବଂ ପଞ୍ଚମରେ ଅଛନ୍ତି ରାହୁ। ମୋଟାମୋଟି ଭାବରେ ଦେଖିବାକୁ ଗଲେ ଏହି ମାସ ପ୍ରେମ ଜୀବନରେ ମିଶ୍ରିତ ଫଳ ଦେଖାଉଛି। ପଞ୍ଚମ ଭାବ ହେଉଛି ପ୍ରେମ, ରୋମାନ୍ସ, ଡେଟିଂ, ଇମୋସନର ଭାବ। ରାହୁ ଏଠାରେ ଥିବାରୁ କାହା ପ୍ରତି ଆକର୍ଷଣ ବଢ଼ିପାରେ। ସୋସିଆଲ ମିଡ଼ିଆ, ଅନଲାଇନ୍ ମାଧ୍ୟମରେ କାହା ସହିତ ପରିଚୟ ସୃଷ୍ଟି ହୋଇପାରେ। ସମ୍ପର୍କରେ ଅଧିକ ଉତ୍ସାହ ରହିବ। ପାର୍ଟନରଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇପାରେ। ସିକ୍ରେଟ୍ ମେଣ୍ଟେନ୍ କରିପାରନ୍ତି। ପାର୍ଟନର ଆପଣଙ୍କୁ କିଛି ଲୁଚେଇ ପାରନ୍ତି। ପଞ୍ଚମପତି ଶନି ଷଷ୍ଠ ଭାବରେ ଯେହେତୁ ଅଛନ୍ତି, ଷଷ୍ଠ ଭାବ ହେଉଛି ବିବାଦ, ମତଭେଦ, ଦୈନନ୍ଦିନ ଚାପର ଭାବ। ତେଣୁ ପ୍ରେମରେ ଧୈର୍ଯ୍ୟର ପରୀକ୍ଷା ହେବ।
ଛୋଟ କଥାରେ ଝଗଡ଼ା ହୋଇପାରେ। ଉଭୟଙ୍କ ମଧ୍ୟରେ ଅହଙ୍କାର ଭାବ ସମସ୍ୟାକୁ ବଢ଼ାଇପାରେ। ପାର୍ଟନରଙ୍କୁ ସମୟ ନ ଦେବା କିମ୍ବା କାମର ଚାପ ସମ୍ପର୍କକୁ ପ୍ରଭାବିତ କରିପାରେ। ଶନି ଯେହେତୁ ପଞ୍ଚମାଧିପତି, ସମ୍ପର୍କ ଧୀରେ ଧୀରେ ଗଭୀର ହୋଇପାରେ, କିନ୍ତୁ ଅଗ୍ନି ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି, ନୂଆ ପ୍ରେମର ସୁଯୋଗ ମିଳିବ। ହଠାତ୍ କାହା ପ୍ରତି ଆଟ୍ରାକ୍ସନ୍ ଆରମ୍ଭ ହୋଇପାରେ। ହଠାତ୍ କାହା ପ୍ରତି କଥାବାର୍ତ୍ତା ଆରମ୍ଭ ହୋଇପାରେ। ସୋସିଆଲ ମିଡ଼ିଆ ମାଧ୍ୟମରେ ପରିଚୟ ସୃଷ୍ଟି ହେବ, କିନ୍ତୁ ପ୍ରଥମ ଦେଖାରେ ସମ୍ପର୍କକୁ ସମ୍ପୂର୍ଣ୍ଣ ରୂପରେ ବିଶ୍ୱାସ କରିବା ଉଚିତ ହେବ ନାହିଁ। ଯେଉଁମାନେ ରିଲେସନସିପ୍ରେ ଥିଲେ, ପାର୍ଟନରଙ୍କ ସହିତ ସମୟ କମ୍ ମିଳିପାରେ କଥା ହେବା ପାଇଁ। ଛୋଟ ମୋଟ କଥାକୁ ନେଇ ଭୁଲ ବୁଝାମଣା ହୋଇପାରେ। ପୁରୁଣା କଥା ଉଠି ଝଗଡ଼ା ହେବାର ସମ୍ଭାବନା ରହିଛି। ଯଦି ଧୈର୍ଯ୍ୟ ଧରି କଥାବାର୍ତ୍ତା ହେବେ, ସମ୍ପର୍କ ବଞ୍ଚିକି ରହିବ। ଯେଉଁମାନେ ଭାବୁଛନ୍ତି କି ଯେ ଏହି ସମୟରେ ବ୍ରେକଅପ୍ ହୋଇଯିବ କି, ବ୍ରେକଅପ୍ର ଆଶଙ୍କା ବଢ଼ିପାରେ ଯଦି ବାରମ୍ବାର ଆପଣ ସନ୍ଦେହ କରନ୍ତି। ଥାର୍ଡ଼ ପର୍ସନଙ୍କର ଇଣ୍ଟରଫିୟରେନ୍ସ ଅଧିକ ଯଦି ହୁଏ, ତେବେ ବ୍ରେକଅପ୍ ହୋଇପାରେ। ଯଦି ରାଗରେ କଠୋର କଥା କୁହନ୍ତି, କମ୍ୟୁନିକେସନ୍ ଗ୍ୟାପ୍ ହୁଏ, ବ୍ରେକଅପ୍ ହେବାର ଚାନ୍ସ ଅଛି। କିନ୍ତୁ ଯଦି ଉଭୟ ପୁଅ ଝିଅ ଅଣ୍ଡରଷ୍ଟାଣ୍ଡିଂର ସହିତ ଚାଲିବେ, ଏହି ସମୟକୁ ଅତିକ୍ରମ କରିପାରିବେ। ପଞ୍ଚମରେ ରାହୁ ଥିବାରୁ ଲଭ୍ ମ୍ୟାରେଜର ଇଣ୍ଡିକେସନ୍ ଦେଖାଉଛି। ଭିନ୍ନ ଜାତି କିମ୍ବା ସଂସ୍କୃତି କିମ୍ବା ଦୂର ସ୍ଥାନର ବ୍ୟକ୍ତି ସହ ପ୍ରେମର ସମ୍ଭାବନା ଥାଇପାରେ। ହଠାତ୍ ଲଭ୍ ଷ୍ଟାର୍ଟ ହୋଇପାରେ, କିନ୍ତୁ ରିଲେସନକୁ ଷ୍ଟ୍ରଙ୍ଗ ପରମାନେଣ୍ଟ କରିବାକୁ ଧୈର୍ଯ୍ୟ ଦରକାର। ତେବେ ଆସନ୍ତୁ ଜାଣିବା, ଏହି ମାସରେ ତୁଳା ରାଶିର ଲଭର୍ସମାନେ କେଉଁ କେଉଁ ସିଚୁଏସନକୁ ଫେସ୍ କରିବେ। ନୂଆ କ୍ରସ୍ କାହା ପ୍ରତି ହୋଇପାରେ। ପୁରୁଣା ପ୍ରେମିକା କିମ୍ବା ପ୍ରେମିକଙ୍କ ସହିତ ପୁଣି ଯୋଗାଯୋଗ ହୋଇପାରେ। ସୋସିଆଲ ମିଡ଼ିଆ ମାଧ୍ୟମରେ ଅଧିକ କଥାବାର୍ତ୍ତା ଏବଂ ଭୁଲ ବୁଝାମଣାରୁ ଝଗଡ଼ା ମଧ୍ୟ ହୋଇପାରେ। ପାର୍ଟନରଙ୍କର ଆଚରଣକୁ ନେଇ ସନ୍ଦେହ, ରିଲେସନକୁ ନେଇ ଡିପ୍ ଡିସ୍କସନ୍ ହୋଇପାରେ। ଏହିସବୁ ସିଚୁଏସନକୁ ଫେସ୍ କରିବାକୁ ପଡ଼ିବ। ତେଣୁ ତୁଳା ରାଶିର ଲଭର୍ସମାନଙ୍କୁ ଏହା ଆଡ଼ଭାଇସ୍ ରହିବ ଯେ ରାଗରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ଦେହ କରିବା ଠାରୁ ଉଭୟଙ୍କ ମଧ୍ୟରେ କ୍ଲିୟର ଡିସ୍କସନ୍ କରନ୍ତୁ। ପାର୍ଟନରଙ୍କୁ ଟାଇମ୍ ଦିଅନ୍ତୁ। କୌଣସି ଥାର୍ଡ଼ ପର୍ସନଙ୍କ କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ମୋଟାମୋଟି ଭାବରେ କହିବାକୁ ଗଲେ, ଏହି ଅଗଷ୍ଟ 2026 ତୁଳା ରାଶିର ଲଭ୍ ଲାଇଫ୍ ମିଶ୍ରିତ ଫଳ ପ୍ରଦାନ କରିବ। ପଞ୍ଚମ ରାହୁ ଏବଂ ଷଷ୍ଠରେ ଶନି ଲଭ୍ରେ ମିସ୍ଅଣ୍ଡରଷ୍ଟାଣ୍ଡିଂ, ବିବାଦ ଏବଂ ସମ୍ପର୍କରେ ପରୀକ୍ଷା ନେଇପାରେ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ଦାମ୍ପତ୍ୟ ଜୀବନର ଭାବ। ସପ୍ତମାଧିପତି ମଙ୍ଗଳ ନବମ ଭାବରେ ଅଛନ୍ତି। ନବମ ଭାବ ହେଉଛି ଭାଗ୍ୟ, ଧର୍ମ, ଗୁରୁ, ଦୂରଯାତ୍ରାର ଭାବ। ଫଳରେ ଜୀବନସାଥୀଙ୍କର ସହଯୋଗରେ ଭାଗ୍ୟ ବୃଦ୍ଧି ହୋଇପାରେ। ସ୍ୱାମୀ ସ୍ତ୍ରୀ ମିଶି ଧାର୍ମିକ ସ୍ଥାନକୁ ଯିବା ପାଇଁ ସ୍ଥିର କରିପାରନ୍ତି। ଲଙ୍ଗ୍ ଟ୍ରାଭେଲର ଯୋଗ ରହିଛି। ପରିବାରର ବଡ଼ମାନଙ୍କର ଆଶୀର୍ବାଦ ସମ୍ପର୍କକୁ ମଜବୁତ କରିବ। ଦୁହେଁ ମିଶି ଭବିଷ୍ୟତ ପାଇଁ ନୂଆ ଯୋଜନା କରିପାରନ୍ତି। ମଙ୍ଗଳ ସପ୍ତମାଧିପତି ନିଜେ ଅଗ୍ନିତତ୍ତ୍ୱର ଗ୍ରହ, ତେଣୁ ମଝିରେ ମଝିରେ କୌଣସି କାରଣରୁ ଛୋଟ କଥାରୁ ତର୍କ ବିତର୍କ ହୋଇପାରେ। ଦୁହେଁ ନିଜ କଥାକୁ ସଠିକ୍ ପ୍ରମାଣିତ କରିବାକୁ ଚେଷ୍ଟା କରିପାରନ୍ତି। ରାଗରେ କହିଦେଇଥିବା କଥା ସମ୍ପର୍କରେ ଅସ୍ଥାୟୀ ଦୂରତା ସୃଷ୍ଟି କରିପାରେ। ଏହି ମାସରେ ଧୈର୍ଯ୍ୟ ଏବଂ ଶାନ୍ତି ଭାବରେ କଥାବାର୍ତ୍ତା କରିବା ଲାଭଦାୟକ ହେବ। ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଭଲ ବଣ୍ଡିଂ ଅଛି, ତେବେ ପରସ୍ପର ପ୍ରତି ସମ୍ମାନ ବଢ଼ିବ। ଭାବନାତ୍ମକ ସହଯୋଗ ବି ମିଳିବ ଏବଂ ସାଙ୍ଗରେ ସମୟ କାଟିବାର ସୁଯୋଗ ମଧ୍ୟ ମିଳିପାରେ। ଯଦି ପୂର୍ବରୁ ମତଭେଦ ଚାଲିଥାଏ, ଏହି ମାସରେ ସମାଧାନର ସୁଯୋଗ ଆସିପାରେ। କୌଣସି ବଡ଼ ବ୍ୟକ୍ତିର ପରାମର୍ଶ ଲାଭଦାୟକ ହୋଇପାରେ। ଶ୍ୱଶୁର ଘର କିମ୍ବା ବାପ ଘର ସହ ଯୋଗାଯୋଗ ବଢ଼ିପାରେ। ପରିବାରରେ କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେବାର ସମ୍ଭାବନା ରହିପାରେ। ବଡ଼ମାନଙ୍କର ସହଯୋଗରେ ଦାମ୍ପତ୍ୟ ସମ୍ପର୍କ ଅଧିକ ଭଲ ହୋଇପାରେ। ଏହି ମାସରେ ସ୍ୱାମୀ ସ୍ତ୍ରୀ ଉଭୟ ଖର୍ଚ୍ଚ ଏବଂ ସଞ୍ଚୟର ଯୋଜନା କରିପାରନ୍ତି। ଧାର୍ମିକ କାର୍ଯ୍ୟ କିମ୍ବା ଭ୍ରମଣରେ ଖର୍ଚ୍ଚ ବଢ଼ିପାରେ। ବିଗ୍ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ଦୁହେଁ ଆଲୋଚନା କରିବା ଭଲ। ଯେଉଁମାନଙ୍କର ନୂଆ ବିବାହ ହୋଇଛି, ପରସ୍ପରକୁ ଭଲ ଭାବରେ ବୁଝିବାକୁ ସମୟ ମିଳିବ। ଛୋଟ ଛୋଟ ମତଭେଦ ହେଲେ ମଧ୍ୟ ସେଗୁଡ଼ିକୁ ସହଜରେ ସମାଧାନ କରିହେବ। ସମ୍ପର୍କ ଧୀରେ ଧୀରେ ଅଧିକ ଦୃଢ଼ ହେବ। ମୋଟାମୋଟି ଭାବରେ କହିବାକୁ ଗଲେ, ଅଗଷ୍ଟ 2026 ତୁଳା ରାଶି ପାଇଁ ବୈବାହିକ ଜୀବନରେ ଶୁଭ ଫଳ ପ୍ରଦାନ କରିବ। ଏବେ ଆଲୋଚନା କରିବା ଜବ୍ ଓ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମ ଭାବରେ ଅଛନ୍ତି ରବି, ବୁଧ ଏବଂ ବୃହସ୍ପତି। ବୃହସ୍ପତି ହେଉଛନ୍ତି ଷଷ୍ଠ ଭାବର ଅଧିପତି। ଷଷ୍ଠ ଭାବ ହେଉଛି ଚାକିରି, କମ୍ପିଟିସନ୍ ଏବଂ ସେବାର ଭାବ। ଦଶମ ଭାବ ହେଉଛି କର୍ମ, ପଦପ୍ରତିଷ୍ଠା, କ୍ୟାରିୟରର ଭାବ। ରବି ଦଶମରେ ଥିବାରୁ ସରକାରୀ କ୍ଷେତ୍ର ପ୍ରତି ଆକର୍ଷଣ ବଢ଼ିବ। ଉଚ୍ଚ ଅଧିକାରୀ, ପ୍ରଶାସନ ଏବଂ ନେତୃତ୍ୱ ଦାୟିତ୍ୱର ସୁଯୋଗ ମିଳିପାରେ। ସମ୍ମାନ ଏବଂ ପରିଚୟ ବୃଦ୍ଧିର ସମ୍ଭାବନା ବି ରହିବ।
बुध कर्मस्थान रही तेणु कम्युनिकेशन आईटी कंप्यूटर अकाउंट्स बैंकिंग डाटा एनालिसिस एजुकेशन मीडिया इत्यादि सुजोग बढ़ षष्ठाधिपति बृहस्पति अच्छा दशम कठिन परिश्रम पर फल मिल प्रतियोगितार आगक बढ़ियार संभावना रहिब। षष्ठ भाव हूँ निजुक्तिर भाव कंपिटिशन भाव शनि अच्छा षष्ठ शत्रुओं उपरे आपण विजय लाभ करेंगे। प्रतियोगितामूलक परीक्षार धैर्यर फल आपको मिल बृहस्पति दृष्टि रही शनि उपरे ऑफिस रे कोऑपरेशन मिल उच्च अधिकारी समर्थन मिल चाकरी रे बड़ बाधा थिले मध्य ताहा धीरे धीरे कमी पारे प्रमोशन किंबा नुआ दायित्वर संभावना बढ़ी पारे। एही मासरे प्राइवेट सेक्टर पाई भल संभावना देखौछि विशेषकर आईटी सॉफ्टवेयर डिजिटल मार्केटिंग बैंकिंग फाइनेंस सेल्स मैनेजमेंट ऑफिस एडमिनिस्ट्रेशन फाइनेंस यही सब विभाग रे जॉब जो माने करूछंती तांको पाई समय अनुकूल रही। गवर्नमेंट जॉब कथा यदि कहबी रवि जेहेतु दशम भाव अच्छी पॉसिबिलिटी रही प्रिपेरेसन चालू रखा ठीक है। जो माने कॉम्पिटिटिव एग्जाम रे प्रिपेरेसन होउछंती तांको पाई समय संपूर्ण रूप से अनुकूल रही। यही मासरे जदि देखिबा रवि बुध बृहस्पति एवं शनि समस्ते अनुकूल पोजिशन में अच्छा तेणु गवर्नमेंट एडमिनिस्ट्रेशन पुलिस डिफेन्स आईटी ऑडिट मीडिया फील्ड टीचिंग बैंकिंग लीगल एडवाइजरी एजुकेशन टीचरशिप प्रोफेशन इंजीनियरिंग रेलवे डिपार्टमेंट पब्लिक सेक्टर टेक्निकल जॉब फैक्ट्री जॉब यही सब निजुक्तिर सुजोग मिल किंबा जो माने यही विभाग सहित अच्छा से माने भल फल पाइबे। चाकरी रे प्रमोशन जोग रही नुआ दायित्व मिल पारे सीनियर भरोसा बढ़ी पारे आपण उपरे वर्कलोड भी बढ़िबो एवं ता सहित अनुभव भी बढ़िबो। मोटामोटी भाव में कहबाकू गले तुला राशि पई अगस्त 2026 मासटी कर्मक्षेत्र में शुभफल प्रदान करिबो। एबे आलोचना करिबा बिजनेस विषय रे सप्तम भाव होची बिजनेस भाव क्लाएंट नेटवर्किंग मार्केटिंग रेपुटेशन कमर्शियल डील कॉन्ट्रैक्ट एग्रीमेंट भाव होची सप्तम भाव। सप्तमाधिपति मंगल अच्छा नवम भाव में नवम भाव होची भाग्य धर्म लॉन्ग ट्रैवल एक्सपेंशन भाव। मंगल नवम रे थिबारु अटकी काम धीरे धीरे आगक बढ़ी पारे नुआ सुजोग नुआ क्लाएंट किंबा मार्केट सह संजोग हेबार संभावना रही। व्यवसाय को अन्य सहर अन्य राज्य किंबा ऑनलाइन माध्यम रे बढ़ाइबा पई समय अनुकूल रहिबो। मार्केटिंग रो लाभ मिलिबो। जो माने निज व्यवसायर प्रचार करेंगे से भल रेस्पॉन्स मिल पारे। पुराना कस्टमर पुणी फेरी पारती पुराना कॉन्ट्रैक्ट एवं रेफरेंस माध्यम रे नुआ ऑर्डर किंबा काम मिल पारे। पार्टनरशिप बिजनेस स्थिति किपर रही आसंतु जानिबा। पार्टनर को सहित मिसी बड़ प्रोजेक्ट नहीं पारिबे नुआ पार्टनरशिप ऑफर आसी पारे बिजनेस रे ग्रोथ रो संभावना बढ़िबो भाग्यर सहयोग मिलिबो। एही मासरे कंस्ट्रक्शन एवं बिल्डिंग मटेरियल्स रो बिजनेस भल चलिबो। सीमेंट स्टील हार्डवेयर टायर्स पेंटिंग यही सब बिजनेस भल चलिबो। टाइल्स बिजनेस भल चलिबो। ऑटोमोबाइल बिजनेस बाइक कार स्पेयर पार्ट्स गैरेज ऑटोमोबाइल एक्सेसरीज इंडस्ट्रियल मशीनरी मेकानिकल इक्विपमेंट इंजीनियरिंग सर्विस यही सब बिजनेस भल चलिबो। स्पोर्ट्स बिजनेस मध्य भल चलिबो। जो मानकर जिम सेंटर अच्छी भल चलिबो। फिटनेस इक्विपमेंट स्पोर्ट्स गुड्स ये सब बिजनेस भल चलिबो। लाभर स्थिति जदि देखिबा मास आरंभ में खर्च अधिक हो पारे मास मझिरु ऑर्डर बढ़िवार संभावना रही पारे। बड़ डील मिलिले आय बढ़ी पारे लाभ धीरे धीरे वृद्धि पाइबो। मोटामोटी भाव में कहबाकू गले एही अगस्त 2026 तुला राशि बिजनेस क्षेत्र में शुभफल प्रदान करिबो। पार्टनरशिप बिजनेस मध्य शुभफल प्रदान करिबो। तुला राशि व्यक्तिविशेष माने प्रतिकार कौन करेंगे आपणकर राशि अधिपति हेले शुक्रंकर बीज मंत्र को जप करंतु। मंत्रटी है ओं द्रांग द्रिंग द्रौं सो शुक्राय नमः। यही मंत्र को दैनिक 108 थर जप करंतु। माँ लक्ष्मी उपासना करंतु आपण शुभ रहिबो। बंधुगण यह थिला तुला राशि अगस्त 2026 मासिक राशिफल विषय विस्तृत आलोचना। जदि भिडियोटी भल लगी थाए तेबे लाइक कमेंट शेयर करिया को जमारू भी भूलिबे नहीं। पुणी आसीबी नुआ एक अध्याय को नहीं से पर्यंत रहुची नमस्कार।